ଦେଖନ୍ତୁ ଯଦି ଦଳର ନିର୍ଦ୍ଦେଶ କିଛି ଆସିବନି ମୁଁ ଯୋଗ ଦେବାଟା ସୁନ୍ଦର ନାହିଁ। ଯେହେତୁ ମୁଁ ସବୁଠୁ ସିନିୟର ଅଛି, ଦଳ କାହାକୁ କରିବ କ'ଣ ନାହିଁ ନିଷ୍ପତ୍ତି କିଛି ହେଇନାହିଁ। ସିଏଲ୍ପି ଲିଡର ମୁଁ ଯଦି ଉପରେ ପଡ଼େ ଯେହେତୁ ମୋତେ ଫୋନ୍ ଆସିଥିଲା ଯେ ଆପଣ ଦଳରୁ କିଏ ଆସିବେ କି, ମୁଁ ଦଳ ନିଷ୍ପତ୍ତି ନେବ, ଆପଣ କଥାବାର୍ତ୍ତା ହୁଅନ୍ତୁ ପିସି ସଭାପତିଙ୍କ ସାଙ୍ଗରେ। ଯାହା ମୋତେ କହିଲେ ଆମର ସେକ୍ରେଟାରୀ କହିଲେ ଆମ ଚିଠି ଆସିଥିଲା ସେ ଆମର ଏଇଠୁ ବିଧାନସଭାରୁ ଚିଠି ଆସିଥିଲା, ଏ ଚିଠିକି ଏଇଠି କିଏ ଗ୍ରହଣ କଲେ ନାହିଁ। ଯେହେତୁ ଗ୍ରହଣ କଲେନି ମୁଁ କେମିତି ଯାଇକିରି ମିଟିଂ ଆଟେଣ୍ଡ କରିବି। ମୁଁ ଆସିଥିଲି କୋରାପୁଟରୁ ଆସିଲି, ମୋତେ ଆସିଲି ପିସି ସଭାପତିଙ୍କ ସାଙ୍ଗରେ କଥା ହେଲି ମୁଁ ଆପଣଙ୍କ ମନ୍ତ୍ରୀ କ'ଣ ଫୋନ୍ କରିଥିଲେ ବୋଲି କହୁଥିଲେ। ସେ କହିଲେ ହଁ ଉପର ତ କିଛି ଅର୍ଡର ଆସିନି, ମୁଁ କାହା ନାଁ ଦେବି। ସେଇଥିପାଇଁ କିଏ ଜଏନ୍ କଲେ ନାହିଁ। ଜଏନ୍ ନ କରିବାଟା ଏଇଟା ଦୁର୍ଭାଗ୍ୟ। ବୋଧେ ଏଇଟା ପ୍ରଥମ ଥର ଇତିହାସରେ ଏଇଟା ପ୍ରଥମ ଥର ଯେ କଂଗ୍ରେସ ଦଳ ତରଫରୁ ଆମେ କେହି ଜଏନ୍ କରିପାରିଲୁ ନାହିଁ। ଇଏ ଏକ ଆମର ମୁଁ ଜାଣିବା ଭିତରେ 30 ବର୍ଷ ଭିତରେ ରାଜନୀତି ଭିତରେ କଂଗ୍ରେସ ଦଳରୁ ଅଲ୍ ପାର୍ଟି ମିଟିଂରେ ଯେଉଁ ବିଧାନସଭା ଡାକେ ଯେଟା ପ୍ରଥମ ଥର ଆମେ କେହି ଉପସ୍ଥିତ ହେଇପାରିଲୁ ନାହିଁ। ମୁଁ ଦାୟୀ କାହାକୁ ଦେବି? ମୁଁ ତ ନିଜକୁ ଦାୟୀ କରୁଛି। ଦାୟୀ କିଏ? ଆମକୁ ନିର୍ଦ୍ଦେଶନା ଆସିଲେ ଆମେ ଯାଇପାରିବୁନି ନା। ମୁଁ ଗୋଟେ ସିନିୟର ଏବଂ ଡିସିପ୍ଲିନ୍ ସୋଲଜର କଂଗ୍ରେସ ଦଳର, ମୁଁ ଗୋଟେ ସିନିୟର ଏବଂ ଡିସିପ୍ଲିନ୍ ସୋଲଜର। କଂଗ୍ରେସ ଦଳ ଯାହା ନିଷ୍ପତ୍ତି ନେବ ମୁଁ ତାକୁ ମାନେ ଏବଂ ଯେହେତୁ କଂଗ୍ରେସ ଦଳର କୌଣସି ମୋତେ ନିର୍ଦ୍ଦେଶ ନାହିଁ, ମୁଁ ସେଇଥିପାଇଁ ମିଟିଂରେ ଆଟେଣ୍ଡ କଲି ନାହିଁ।